नमस्कार ମୁଁ ଶୁଭ ସ୍ୱାଗତ କରୁଛି ଆମକୁ ପ୍ରଧାନ ନ୍ୟୁଜ୍ ଓଡ଼ିଶା ଚ୍ୟାନେଲକୁ ଯେଉଁଥିରେ କି ଆପଣଙ୍କୁ ଓଡ଼ିଶାର ଦେଶ ବିଦେଶର ବିଭିନ୍ନ ଖବର ଭରାଭର ମିଳିଛି। ଆଉ ଯଦି ଆପଣ ଯଦି ଗୋଟେ ଏକ ହୃଦୟବାନ ଲୋକ ହୋଇଥାନ୍ତି ହୃଦୟବାନ ବ୍ୟକ୍ତି ହୋଇଥାନ୍ତି ତେବେ ନିଶ୍ଚିତ ଭାବରେ ଆପଣମାନେ ଗୋଟେ ସପୋର୍ଟ ନିଶ୍ଚିତ ଭାବରେ ଏଇ ଚ୍ୟାନେଲକୁ କରନ୍ତୁ। ଆଉ ମୋତେ ମୋଟିଭେସନ୍ ଦିଅନ୍ତୁ ଯେ ଆପଣଙ୍କ ପାଖରେ ମୁଁ ଏଇଭଳି ଭାବରେ ଓଡ଼ିଶାର ଏବଂ ଦେଶ ବିଦେଶର ବିଭିନ୍ନ ଖବର ଆଣି ଭରାଭର ପହଞ୍ଚେଇବି। ଆଉ ଯଦି ଆପଣଙ୍କର ସପୋର୍ଟ ଦ୍ୱାରା ଏଇ ଚ୍ୟାନେଲ ଆହୁରି ଗ୍ରୋ କରିବ ଆଉ ଆପଣଙ୍କୁ ଭଲ କ୍ୱାଲିଟିର ଭିଡ଼ିଓ ମଧ୍ୟ ମିଳିବ ଭଲ କ୍ୱାଲିଟିର ଭିଡ଼ିଓ ମଧ୍ୟ ମିଳିବ। କିନ୍ତୁ ଆଜିର ଖବରକୁ ଆପଣମାନେ ନିଶ୍ଚିତ ଭାବରେ ଜାଣି ରଖନ୍ତୁ ଏବଂ ଆଜିର ଖବରକୁ ଶେଷ ଯାଏଁ ଦେଖିବା ସହ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ। ତେବେ ଖବରଟି କ'ଣ ରହିଛି? ଖବରଟି ଆୟୁଷ୍ମାନ କାର୍ଡ଼ର ଅପଡ଼େଟ୍ ବିଷୟରେ ରହିଛି। ହଁ ଆଜ୍ଞା, ଏମାନଙ୍କୁ ଆଉ ମିଳିବନି ମାଗଣା ଚିକିତ୍ସା। ସରକାର ବଦଳାଇଲେ ଆୟୁଷ୍ମାନ କାର୍ଡ଼ର ନିୟମ। ଆପଣମାନେ ନିଶ୍ଚିତ ଜାଣି ରଖନ୍ତୁ। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସାରୁ ଉପକୃତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସରକାର ଆୟୁଷ୍ମାନ କାର୍ଡ଼ ସହିତ ଜଡ଼ିତ ନିୟମରେ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି। ଆଧାର ଇ-KYC ବିନା ନୂତନ କାର୍ଡ଼ ପ୍ରଦାନ କରାଯିବ ନାହିଁ କିମ୍ବା ପୁରୁଣା କାର୍ଡ଼ରେ ଚିକିତ୍ସା ଗ୍ୟାରେଣ୍ଟି ଦିଆଯିବ ନାହିଁ। ଇ-KYC ଏବେ ବାଧ୍ୟତାମୂଳକ ହୋଇଯାଇଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ NHA କାର୍ଡ଼ ପ୍ରଦାନ ପ୍ରକ୍ରିୟାକୁ ଆହୁରି କଠୋର କରିଛି। BIS 2.0 ବେନିଫିସିଆରୀ ଆଇଡେଣ୍ଟିଫିକେସନ୍ ସିଷ୍ଟମ୍ ନାମକ ଏକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ଅଧୀନରେ ହିତାଧିକାରୀଙ୍କ ଆଧାର ଆଧାରିତ ଇ-KYC ସମ୍ପୂର୍ଣ୍ଣ ହେବା ପରେ ହିଁ ଏକ ନୂତନ ଆୟୁଷ୍ମାନ କାର୍ଡ଼ ପ୍ରଦାନ କରାଯିବ। କାରଣ ଏଠାରେ ଅନେକ ଠକେଇ ଚିହ୍ନଟ ହେଉଛି। ସିଷ୍ଟମରେ ଠକେଇ ଏବଂ ଜାଲିଆତି ରୋକିବା ପାଇଁ ସରକାର ଏବେ କୃତ୍ରିମ ବୁଦ୍ଧିମତ୍ତା AI ବ୍ୟବହାର କରୁଛନ୍ତି। ଏପର୍ଯ୍ୟନ୍ତ ସାରା ଦେଶରେ 61,932 ଆୟୁଷ୍ମାନ କାର୍ଡ଼ ସନ୍ଦେହଜନକ ଭାବରେ ଚିହ୍ନଟ ହୋଇଛି। ଏହି କାର୍ଡ଼ଗୁଡ଼ିକ ମଧ୍ୟରୁ 48,000ରୁ ଅଧିକର ଫିଜିକାଲ ଭେରିଫିକେସନ୍ ଆରମ୍ଭ ହୋଇଛି। ଯଦି କୌଣସି କାର୍ଡ଼ ଠକେଇ ହୋଇଥିବା ଜଣାପଡ଼େ, ତେବେ ସେହି କାର୍ଡ଼ରେ ପ୍ରଦାନ କରାଯାଉଥିବା ମାଗଣା ଚିକିତ୍ସା ସୁବିଧା ତୁରନ୍ତ ବନ୍ଦ କରାଯିବ। ନୂତନ ସଦସ୍ୟଙ୍କୁ ଯୋଡ଼ିବା ଉପରେ ମଧ୍ୟ କଟକଣା ଜାରି ରହିଛି। ପୂର୍ବରୁ ଆୟୁଷ୍ମାନ କାର୍ଡ଼ରେ ନୂତନ ପରିବାର ସଦସ୍ୟଙ୍କୁ ଯୋଡ଼ିବା ବହୁତ ସହଜ ଥିଲା, କିନ୍ତୁ ବର୍ତ୍ତମାନ ସରକାର ଏହି ପ୍ରକ୍ରିୟାକୁ ଯଥେଷ୍ଟ ସୀମିତ କରିଛନ୍ତି। କାର୍ଡ଼ରେ ମନ ଇଚ୍ଛା ଯୋଡ଼ିବା ପ୍ରାୟ ବନ୍ଦ ହୋଇଯାଇଛି, ଯାହାଦ୍ୱାରା କେବଳ ଆବଶ୍ୟକ ଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ। ଏହି ପରିବର୍ତ୍ତନଗୁଡ଼ିକର ଆବଶ୍ୟକତା କାହିଁକି ଥିଲା? ସରକାର କହିଛନ୍ତି ଯେ ଯେଉଁମାନେ ଯୋଗ୍ୟ ନୁହନ୍ତି ସେମାନେ ମଧ୍ୟ ଏହି ଯୋଜନାର ଲାଭ ନେଉଥିଲେ। ଏହା ସରକାରୀ କୋଷାଗାର ଉପରେ ବୋଝ ବଢ଼ାଉଥିଲା ଏବଂ ପ୍ରକୃତରେ ଅଭାବୀ ଲୋକଙ୍କ ପାଖରେ ସେବା ପହଞ୍ଚାଇବାରୁ ବାଧା ହେଉଥିଲା। ଠକେଇକୁ ରୋକିବା ଏବଂ ସିଷ୍ଟମକୁ ସୁଗମ କରିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି। ଯଦି ଆପଣଙ୍କର କାର୍ଡ଼ ଆଧାର ସହିତ ଲିଙ୍କ ହୋଇନି କିମ୍ବା ଆପଣଙ୍କ ସୂଚନା ଭୁଲ ବୋଲି ଜଣାପଡ଼େ, ତେବେ ଆପଣ ହସ୍ପିଟାଲ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସମୟ ମଧ୍ୟରେ ଆପଣଙ୍କର ଇ-KYC ସ୍ଥିତି ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ। ମୁଁ ଆଶା କରୁଛି ଆପଣମାନେ ଏହି ଭିଡ଼ିଓଟିକୁ ଏଯାଏଁ ଦେଖିଥିବେ। ଆମେ ଦେଖା ହେବା କିନ୍ତୁ ଅନ୍ୟ ଏକ ଖବର ସହିତ। ରହୁଛି ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।